ବନ୍ଧୁଗଣ, କ'ଣ ଆପଣଙ୍କ ଗୃହରେ ଧନଜନିତ ସମସ୍ୟା ଲାଗି ରହୁଛି କି? କ'ଣ ଆପଣ କରଜର ମାୟାଜାଲରେ ଫସି ଯାଇଛନ୍ତି କି? କ'ଣ ଆପଣଙ୍କର ଚାକିରି ଜୀବନରେ ସମସ୍ୟା ଆସୁଛି କି? ଏମିତି ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ପାଇଁ ଆପଣ ଏହି ସପ୍ତପୁରୀ ଅମାବାସ୍ୟା ଦିନ ଘରର ଏହି ଜାଗାରେ ଆପଣ ଚୁପଚାପ ରଖିଦିଅନ୍ତୁ ଲୁଣ। ଦେଖିବେ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ସମସ୍ୟା ନିଶ୍ଚୟ ରୂପରେ ଦୂର ହୋଇଯିବ। ବନ୍ଧୁମାନେ, 2 ସେପ୍ଟେମ୍ବର 2024 ସୋମବାର ପବିତ୍ର ସପ୍ତପୁରୀ ଅମାବାସ୍ୟା। ଏହି ଦିନ ଘରର 3ଟି ଜାଗାରେ ଆପଣ ରଖିଦିଅନ୍ତୁ ଲୁଣ। ଏହାଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ହୋଇଯିବ ପୂରଣ ଏବଂ ଆପଣଙ୍କ ଜୀବନରେ ଧନର ମଧ୍ୟ ଆଗମନ ହେବ। ତୁରନ୍ତ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହୋଇଯିବ। ଜୀବନର ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାରୁ ଆପଣଙ୍କୁ ମିଳିଯିବ ମୁକ୍ତି। ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ ପ୍ରାପ୍ତି ହେବ ଏବଂ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଘର ଧନଧାନ୍ୟରେ ଭର୍ତ୍ତି ହୋଇଯିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଯିବ। ବନ୍ଧୁମାନେ, ଆମର ହିନ୍ଦୁ ଧର୍ମରେ 12 ମାସରେ 12ଟି ଅମାବାସ୍ୟା ପଡ଼ିଥାଏ ଏବଂ ଏହି 12ଟି ଅମାବାସ୍ୟା ମଧ୍ୟରୁ ସପ୍ତପୁରୀ ଅମାବାସ୍ୟାଟି ଏକ ବିଶେଷ ଏବଂ ଲାଭକାରୀ ହୋଇଥାଏ, କାରଣ ଏହି ଦିନଟିରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଧରାଧାମରେ ଅବତରଣ କରିଥାନ୍ତି ଏବଂ ସେ ତାଙ୍କର ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ବନ୍ଧୁମାନେ, ଆମର ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଏହି ସପ୍ତପୁରୀ ଅମାବାସ୍ୟା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି। ଏମିତିରେ ବି ବେଦ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି ଯେ ଏହି ସପ୍ତପୁରୀ ଅମାବାସ୍ୟାର ଦିନଟି ମନସ୍କାମନା ପୂରଣ କରିବାର ଦିନ ମଧ୍ୟ ହୋଇଥାଏ ଏବଂ ଯଦି ଆପଣ ଏହି ସପ୍ତପୁରୀ ଅମାବାସ୍ୟା ଦିନ କୌଣସି ବିଶେଷ ଉପାୟର ପାଳନ ଆପଣ କରୁଛନ୍ତି, ତେବେ ଆପଣଙ୍କୁ ଗୋଟିଏ ଥରରେ 12ଗୋଟି ଅମାବାସ୍ୟାର ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆମର ହିନ୍ଦୁ ଧର୍ମରେ ଏହି ସପ୍ତପୁରୀ ଅମାବାସ୍ୟାଟିକୁ ବହୁତ ମହତ୍ତ୍ୱ ଦିଆଯାଇଥାଏ ଏବଂ ତାକୁ ସର୍ବଶ୍ରେଷ୍ଠ ବୋଲି ମଧ୍ୟ ମାନାଯାଇଥାଏ। ସେଥିପାଇଁ ଏହି ସପ୍ତପୁରୀ ଅମାବାସ୍ୟା ଦିନ ଆପଣ ଏହି 3ଟି ଜାଗାରେ ଆପଣ ରଖିଦିଅନ୍ତୁ ଲୁଣ, ଯାହାଦ୍ୱାରା ଆପଣଙ୍କ ଜୀବନରେ ଧନର ହେବ ଆଗମନ। ତ ବନ୍ଧୁମାନେ, ଏହି ସାମାନ୍ୟ ଲୁଣଟି କିପରି ଆମକୁ ଧନବାନ ବନାଇଥାଏ, କିପରି ଏହି ଲୁଣଟି ଧନକୁ ଚୁମ୍ବକ ପରି ଆକର୍ଷିତ କରିଥାଏ, ତେବେ ଯଦି ଆପଣ ଏହା ପଛର ସତ୍ୟତା ଜାଣନ୍ତି, ତେବେ ଆପଣ ମଧ୍ୟ ଏହି ଉପାୟକୁ କରି ହୋଇପାରିବେ ଧନବାନ। ବନ୍ଧୁଗଣ, ବହୁତ ପୁରୁଣା ଯୁଗରୁ ହିଁ ଆମେ ଲୁଣର ବ୍ୟବହାର କରିଆସୁଛେ। ଏହି ଲୁଣ ନା କେବଳ ଆମର ଖାଦ୍ୟକୁ ସ୍ୱାଦିଷ୍ଟ ବନାଇଥାଏ, ବରଂ ଏହା ବ୍ୟତୀତ ମଧ୍ୟ ଏହାର ଅନେକ ଗୁଡ଼ିଏ ଉପକାରିତା ରହିଛି। ମନୁଷ୍ୟ ଶରୀରରେ ଲୁଣର କମି ହେବା ଦ୍ୱାରା ତା ଶରୀରରେ ଗୁଡ଼ିଏ ରୋଗ ମଧ୍ୟ ସୃଷ୍ଟି ହୋଇପାରେ ଏବଂ ଶରୀରରେ ଲୁଣର ମାତ୍ରା ଅଧିକ ହେବା ଦ୍ୱାରା ମଧ୍ୟ ଆପଣଙ୍କ ଶରୀରରେ ରୋଗ ସୃଷ୍ଟି ହୋଇଥାଏ। ତେବେ ବନ୍ଧୁମାନେ, ଏପରି ମଧ୍ୟ ମାନାଯାଇଥାଏ ଯେ ଲୁଣ ଆପଣଙ୍କୁ ଅତି ଶୀଘ୍ର ଧନୀ ବନାଇ ଦେଇପାରେ ଏବଂ ଲୁଣ ଆପଣଙ୍କୁ ମଧ୍ୟ ଲାଭ ପ୍ରଦାନ କରାଇଥାଏ। ଲୁଣ ମଧ୍ୟରେ ସକାରାତ୍ମକ ଊର୍ଜାର ଭଣ୍ଡାର ଭରି ହୋଇ ରହିଥାଏ। ଲୁଣକୁ ନେଇ ଏପରି କେତେଗୁଡ଼ିଏ ଉପାୟର ପ୍ରଚଳନ ରହିଛି। ଯଦି ଆପଣ ଏହି ଉପାୟଗୁଡ଼ିକୁ କରିନେଉଛନ୍ତି, ତେବେ ଆପଣ ମଧ୍ୟ ଆପଣଙ୍କର ଗରିବୀକୁ ନିଶ୍ଚୟ ରୂପରେ ଦୂର କରିଦେଇପାରିବେ। ଲୁଣର ଏହି ଉପାୟ ରାତାରାତି ଆପଣଙ୍କର ଭାଗ୍ୟକୁ ମଧ୍ୟ ଚମକାଇ ଦେଇଥାଏ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିନେବା ଲୁଣର କିଛି ଖାସ୍ ଉପାୟ ବିଷୟରେ। ତେବେ ବନ୍ଧୁମାନେ, ଲୁଣର ଏହି ଉପାୟକୁ ଆପଣମାନେ କୌଣସି ବି ଦିନରେ ଏବଂ କୌଣସି ବି ସମୟରେ କରିପାରିବେ। ଏହି ଉପାୟଟି ମଧ୍ୟ ଆପଣଙ୍କର ସମସ୍ତ ଇଚ୍ଛାକୁ ପୂର୍ଣ୍ଣ କରିବ। ଆପଣଙ୍କ ମନର ପ୍ରତ୍ୟେକ ଇଚ୍ଛାକୁ ଏହି ଉପାୟ ମାଧ୍ୟମରେ ଆପଣ ନିଶ୍ଚୟ ରୂପରେ ପୂର୍ଣ୍ଣ କରିପାରିବେ। ଏହି ଉପାୟରେ ମଧ୍ୟ ଏତେ ଶକ୍ତି ରହିଥାଏ ଯେ ଯାହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ। ବନ୍ଧୁମାନେ, ତଳେ ଲୁଣ ପଡ଼ିବାକୁ ଅଶୁଭ ବୋଲି ମାନାଯାଇଥାଏ। ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତୀକ ବୋଲି ମାନାଯାଇଥାଏ। ଆପଣ ଯଦି ଲୁଣକୁ କୌଣସି ଏକ ପ୍ଲାଷ୍ଟିକ୍ କିମ୍ବା ଷ୍ଟିଲ୍ ଜାଗାରେ ରଖୁଛନ୍ତି, ତେବେ ଏହାଦ୍ୱାରା ଶନି ଏବଂ ଚନ୍ଦ୍ରଙ୍କର ମିଳନ ହୋଇଥାଏ, ଯାହାକି ଆପଣଙ୍କ ପାଇଁ ଘାତକ ସିଦ୍ଧ ହୋଇଥାଏ, ଯାହାର ପ୍ରଭାବରେ ମଧ୍ୟ ଆପଣ କାଙ୍ଗାଳ ହୋଇପାରନ୍ତି, ଯାହା ଆପଣଙ୍କ ଗୃହରେ ରୋଗ ଏବଂ ଶୋକର କାରକ ମଧ୍ୟ ବନିଥାଏ। ତେଣୁ ଲୁଣକୁ ଆପଣ କେବେ ବି ପ୍ଲାଷ୍ଟିକ୍ କିମ୍ବା ଷ୍ଟିଲ୍ ଜାଗାରେ ରଖନ୍ତୁ ନାହିଁ। ଲୁଣକୁ ଆପଣ ସର୍ବଦା କାଚର ପାତ୍ରରେ ରଖିବା ଉଚିତ ଏବଂ ଏହାକୁ ମଧ୍ୟ ବହୁତ ଶୁଭ ବୋଲି ମାନାଯାଇଥାଏ। ଯେତେବେଳେ କୌଣସି ବ୍ୟକ୍ତି ଲୁଣକୁ କୌଣସି ଲୁହାର ପାତ୍ର କିମ୍ବା କୌଣସି ପ୍ଲାଷ୍ଟିକ୍ ପାତ୍ରରେ ରଖିଥାଏ, ସେତେବେଳେ ସେହି ବ୍ୟକ୍ତିଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ। ଚନ୍ଦ୍ର ଏବଂ ଶନି କ୍ରୋଧିତ ହୋଇଯାଇଥାନ୍ତି। ବନ୍ଧୁମାନେ, ବେଳେବେଳେ ଆପଣ ଦେଖିଥିବେ ଯଦି ଆପଣଙ୍କର ଖାଦ୍ୟର ମାତ୍ରା କମ୍ ହୋଇଯାଇଥାଏ, ତେବେ ଆପଣ ସେହି ସମୟରେ ଅଳ୍ପ କିଛି ଲୁଣ ନେଇ ଖାଦ୍ୟରେ ପକାଇଥାନ୍ତି ଏବଂ ଆଉ ଯେଉଁ ବଳକା ଲୁଣ ସବୁ ରହିଥାଏ ତାକୁ ଆପଣ ଫୋପାଡ଼ି ଦେଇଥାନ୍ତି କିମ୍ବା ସେହି ଲୁଣର ହାତକୁ ଆପଣ ଆପଣଙ୍କର ଶରୀରରେ କିମ୍ବା ଲୁଗାରେ ପୋଛି ଦେଇଥାନ୍ତି। ହେଲେ ବନ୍ଧୁଗଣ, ଏପରି କରିବାକୁ ବହୁତ ଅଶୁଭ ବୋଲି ମାନାଯାଇଥାଏ, କାରଣ ଲୁଣ ତଳେ ପଡ଼ିବାକୁ ବହୁତ ଅଶୁଭ ବୋଲି ମାନାଯାଇଥାଏ। ଲୁଣ ଆପଣ ତଳେ ପକାଇବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଏବଂ ଶୁକ୍ର ଦୁର୍ବଳ ହୋଇଯାଇଥାନ୍ତି, ଯାହାଦ୍ୱାରା ଦେବୀ ଲକ୍ଷ୍ମୀ ଆପଣଙ୍କର ଘର ଛାଡ଼ି ଚାଲିଯାଇଥାନ୍ତି ଏବଂ ଆପଣଙ୍କୁ ଦାରିଦ୍ର୍ୟତା ଏବଂ ଗରିବୀର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ।
ବନ୍ଧୁଗଣ, ଉଦ୍ଧାରରେ ଆଣି କେବେ କାହାର ଲୁଣ ଖାଇବା ଅନୁଚିତ ହୋଇଥାଏ। ଲୁଣ ଆପଣ ସର୍ବଦା ନିଜ ପଇସାରେ କିଣିକରି ଆଣିବା ଉଚିତ, ଯାହାଦ୍ୱାରା ଆପଣଙ୍କର ଚନ୍ଦ୍ର କିମ୍ବା ଶନି ମଜବୁତ ହୋଇଥାନ୍ତି। ଯଦି ଆପଣ ଉଦ୍ଧାରରେ ଆଣି କାହାଠାରୁ ଲୁଣ ଖାଇଛନ୍ତି ଏବଂ ସେହି ବ୍ୟକ୍ତିଙ୍କୁ ଆପଣ ପଇସା ଦେଇନାହାନ୍ତି, ତେବେ ଏହାଦ୍ୱାରା ଆପଣଙ୍କୁ ଶନିଦେବଙ୍କର କୂପର ଶିକାର ହେବାକୁ ପଡ଼ିଥାଏ। ବନ୍ଧୁମାନେ, ଏପରି ମଧ୍ୟ ମାନାଯାଇଥାଏ ଯେ ସନ୍ଧ୍ୟା ସମୟରେ ଆପଣ କାହାକୁ ଲୁଣ ଦେବା କିମ୍ବା ନେବା ଅନୁଚିତ ଅଟେ। ଯଦି ଆପଣ ସନ୍ଧ୍ୟା ସମୟରେ କାହାକୁ ଲୁଣ ଦେଉଛନ୍ତି, ତେବେ ସେହି ଲୁଣ ସହିତ ଆପଣଙ୍କ ଘରର ସୁଖ ସମୃଦ୍ଧି ମଧ୍ୟ ଲୁଣ ସହିତ ଚାଲିଯାଇଥାଏ। ଏହା ସହିତ ଲୁଣ ନେଉଥିବା ବ୍ୟକ୍ତିଙ୍କର ମଧ୍ୟ କ୍ଷତି ହୋଇଥାଏ। ସେଥିପାଇଁ ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା କିମ୍ବା କାହାକୁ ଲୁଣ ଦେବା ଠିକ୍ ହୋଇନଥାଏ। ବନ୍ଧୁଗଣ, ଲୁଣ ମିଶ୍ରିତ ଜଳ ଦ୍ୱାରା ଆପଣ ଆପଣଙ୍କର ଘରେ ପୋଛା ଲଗାଇବା ଦ୍ୱାରା ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ଦୂର ହୋଇଯାଇଥାଏ। ତେଣୁ ସପ୍ତାହରୁ 2ରୁ 3 ଥର ଆପଣଙ୍କର ଘରେ ପାଣିରେ ଲୁଣ ପକାଇ ସେହି ପାଣିରେ ଆପଣଙ୍କର ଘରକୁ ପୋଛିବା ଉଚିତ। ମାତ୍ର ଏହି କଥାରେ ଆପଣ ମନେ ରଖିବେ ଯେ 2 ପ୍ରହର ସମୟରେ ଆପଣ କେବେ ବି ସେହି ଲୁଣ ମିଶ୍ରିତ ଜଳରେ ଆପଣଙ୍କର ଘରକୁ ପୋଛିବେ ନାହିଁ, କାରଣ 2 ପ୍ରହର ସମୟରେ ଘରେ ପୋଛା ଲଗାଇବା ମଧ୍ୟ ଅନୁଚିତ ହୋଇଥାଏ। ଆପଣ ସବୁବେଳେ ସକାଳ ସମୟରେ ହିଁ ଘରର ପୋଛା ଲଗାଇବା ଉଚିତ, ନଚେତ୍ ସନ୍ଧ୍ୟା ସମୟରେ ମଧ୍ୟ କରିପାରିବେ। ହେଲେ 2 ପ୍ରହର କିମ୍ବା ରାତ୍ରି ସମୟରେ ଘରେ ପୋଛା ଲଗାଇବା ଦ୍ୱାରା ସେହି ଘରେ ମା ଲକ୍ଷ୍ମୀଙ୍କ ବଦଳରେ ଅଲକ୍ଷ୍ମୀଙ୍କର ବାସ ହୋଇଥାଏ। ମାତା ଲକ୍ଷ୍ମୀ ସେହି ଗୃହରେ ହିଁ ରହିଥାନ୍ତି ଯେଉଁ ଗୃହରେ ସକାଳ ସମୟରେ ହିଁ ପୋଛା ଲଗାଯାଇଥାଏ କିମ୍ବା ପରିଷ୍କାର କରାଯାଇଥାଏ। ଆହୁରି ମଧ୍ୟ ଏକ ମାନ୍ୟତା ରହିଛି ଯେ ସକାଳ ହେବା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣ ନିଜ ଘରର କବାଟ ଗୁଡ଼ିକ ଖୋଲିଦେବା ଉଚିତ। ବିଶେଷ କରି ଆପଣ ଘରର ମୁଖ୍ୟ ଦ୍ୱାର ଗୁଡ଼ିକ ଖୋଲି ନେବା ଉଚିତ, ନଚେତ୍ ଆପଣଙ୍କର ଗୃହକୁ ମାତା ଲକ୍ଷ୍ମୀଙ୍କର ପ୍ରବେଶରେ ବାଧା ଆସିଥାଏ। ମା ଲକ୍ଷ୍ମୀ ସେହି ଗୃହକୁ ପ୍ରବେଶ କରିଥାନ୍ତି ଯେଉଁ ଗୃହର କବାଟ ସୂର୍ଯ୍ୟ ଉଦୟ ପୂର୍ବରୁ ଖୋଲିଥାଏ। ତେବେ ବନ୍ଧୁମାନେ, ଲୁଣର ଏକ ଏପରି ଉପାୟ ରହିଛି ଯେଉଁ ଉପାୟ ଦ୍ୱାରା ଆପଣଙ୍କ ଗୃହରେ ଯଦି କୌଣସି ତନ୍ତ୍ରମନ୍ତ୍ରର ପ୍ରଭାବ ରହିଛି କିମ୍ବା କୌଣସି କଳା ବିଦ୍ୟାର ପ୍ରଭାବ ରହିଛି କିମ୍ବା କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ରହିଛି କିମ୍ବା ଆପଣଙ୍କର ଘର ଉପରେ ଯଦି କାହାର ନଜର ଲାଗିଛି, ତେବେ ସେହି ସମସ୍ତ ଦୋଷ ଗୁଡ଼ିକରୁ ଆପଣଙ୍କୁ ଏବଂ ଆପଣଙ୍କର ଘରକୁ ମୁକ୍ତି ମିଳିପାରିବ। ତେବେ ଏଥିପାଇଁ ଆପଣ ଅଳ୍ପ କିଛି ଲୁଣ, ଅଳ୍ପ କିଛି ଅଟା ଏବଂ ଅଳ୍ପ କିଛି ଲାଲ ଲଙ୍କା, ଖଣ୍ଡିଏ ଛୋଟ କୋଇଲା ଏବଂ ଅଳ୍ପ କିଛି ହଳଦୀ ନେଇ ଏହି ସବୁ ଜିନିଷକୁ ଏକାଠି କରି ଆପଣ ଏକ କାଗଜରେ ପୁଟୁଳିଟିଏ ବନାଇ ଦିଅନ୍ତୁ ବା ପୁଡ଼ିଆଟିଏ ବନାଇ ଦିଅନ୍ତୁ। ଏହାପରେ ଆପଣଙ୍କ ଘରର ଯେଉଁ ବ୍ୟକ୍ତିଙ୍କୁ ନଜର ଲାଗିଛି ସେହି ବ୍ୟକ୍ତିଙ୍କର ମୁଣ୍ଡ ଉପରେ 7 ଥର ଏହାକୁ ଘୁରାଇ ବା ସେହି ପୁଡ଼ିଆଟିକୁ ସେହି ବ୍ୟକ୍ତିଙ୍କର ମୁଣ୍ଡ ଉପରେ 7 ଥର ଘୁରାଇ ତାପରେ ଚୁପଚାପ ସେହି ପୁଡ଼ିଆଟିକୁ ନେଇ ଆପଣ ଅଗ୍ନିରେ ଜଳାଇ ଦିଅନ୍ତୁ। ଏପରି ଆପଣ କରିବା ଦ୍ୱାରା ସେହି ବ୍ୟକ୍ତିଙ୍କ ଉପରେ ଥିବା ସମସ୍ତ ନଜର ଦୋଷ, ତନ୍ତ୍ରମନ୍ତ୍ରର ପ୍ରଭାବ, କଳା ଯାଦୁର ପ୍ରଭାବ କଟିଯାଇଥାଏ ଏବଂ ଏହି ଉପାୟଟି ଆପଣ କରିବା ଦ୍ୱାରା ଗୋଟିଏ ମିନିଟରେ ହିଁ ଆପଣଙ୍କର ସମସ୍ତ ନଜର ଦୋଷ ହଟିଯାଇଥାଏ। ଏହି ଉପାୟଟିକୁ ବହୁତ ପ୍ରାଚୀନ କାଳରୁ ହିଁ ଆମର ଗୁରୁ ଗୁରୁଜନମାନେ କରିଆସୁଛନ୍ତି। ବନ୍ଧୁମାନେ, ଆଉ ଏକ ଉପାୟ ହେଉଛି ଆମେ ଶୋଇବା ସମୟରେ ଆମର ତକିଆ ତଳେ କିଛି ଲୁଣ ରଖି ଶୋଇବା ଦ୍ୱାରା ଆପଣଙ୍କ ମଧ୍ୟରେ ଯେତେ ସବୁ ନକାରାତ୍ମକ ଶକ୍ତି ଥାଏ, ଯେତେ ସବୁ ନକାରାତ୍ମକ ଚିନ୍ତାଧାରା ରହିଥାଏ, ତାହା ଧୀରେ ଧୀରେ ଆପଣଙ୍କ ଠାରୁ କମ୍ ହୋଇଯାଇଥାଏ। ଏବଂ ଯେତେବେଳେ ଆପଣ ନିଜର ତକିଆ ତଳେ ଲୁଣ ରଖୁଛନ୍ତି, ତେବେ ସେହି ଲୁଣକୁ ଆପଣ ଏକ କଳା କପଡ଼ାରେ ବାନ୍ଧି କରି ରଖନ୍ତୁ। ବନ୍ଧୁମାନେ, ଏହି କଥାର ଆପଣମାନେ ମନେ ରଖିବେ ଯେ ଚାହାରେ ଭୁଲରେ ବି କେବେ ଆପଣ ଲୁଣ ପକାଇବେ ନାହିଁ। ଏମିତିରେ ତ ଚାହାରେ କେହି ବି ଲୁଣ ପକାନ୍ତି ନାହିଁ, ମାତ୍ର ଆପଣ ଯଦି ଚାହାରେ ଲୁଣ ପକାଉଥିବେ, ତେବେ ଏହା ଆପଣଙ୍କ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏପରି ଆପଣ କରିବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତହୀନତା ମଧ୍ୟ ଦେଖାଦେଇଥାଏ। ବନ୍ଧୁଗଣ, ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ପ୍ରକାରର ବି ଗ୍ରହ ଦୋଷ ରହିଛି, ତେବେ ଆପଣ ଶନିବାର ଦିନ ନିଶ୍ଚୟ ଲୁଣର ଦାନ କରନ୍ତୁ, କାରଣ ଶନିବାର ଦିନ ଆପଣ ଲୁଣର ଦାନ କରିବା ଦ୍ୱାରା ଆପଣଙ୍କୁ ଶୁଭ ଗ୍ରହମାନଙ୍କର କୃପା ପ୍ରାପ୍ତି ହୋଇଥାଏ। ଏଥିସହିତ ନବଗ୍ରହମାନଙ୍କର ଆଶୀର୍ବାଦ ଏବଂ କୃପା ସହିତ ଭଗବାନ ଶନିଦେବଙ୍କର କୃପା ଏବଂ ଆଶୀର୍ବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁମାନେ, ଲୁଣର ଏକ ଚମତ୍କାରୀ ଉପାୟ ମୁଁ ଆପଣଙ୍କୁ କହିବାକୁ ଯାଉଛି। ଯଦି ଆପଣଙ୍କ ଗୃହରେ ଆର୍ଥିକ ସଙ୍କଟ ଲାଗି ରହିଛି, ଯେତେ ଚେଷ୍ଟା କଲା ପରେ ମଧ୍ୟ ଆପଣ ଆପଣଙ୍କର ପଇସାକୁ ସଞ୍ଚୟ କରିପାରୁନାହାନ୍ତି ଏବଂ ଆପଣଙ୍କର ଅଯଥା ଖର୍ଚ୍ଚ ଗୁଡ଼ିକ ବଢ଼ିଯାଉଛି, ତେବେ ଆପଣ ଆପଣଙ୍କର ଏହି ସବୁ ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ଗୋଟିଏ କାଚର ଗିନା ନେଇଯାଆନ୍ତୁ ଏବଂ ସେଥିରେ ଆପଣ ଲୁଣ ଭରି ଦିଅନ୍ତୁ ଏବଂ ସେଥିରେ ଆପଣ 4-5ଟି ଲବଙ୍ଗ ପକାଇ ଦିଅନ୍ତୁ। ତାପରେ ଆପଣ ସେହି ଗିନାକୁ ଆପଣଙ୍କ ଘରର କୌଣସି ବି ଗୋଟିଏ କୋଣରେ ପକାଇ ଦିଅନ୍ତୁ ବା ନେଇ କୌଣସି ଏକ କୋଣରେ ଥୋଇ ଦିଅନ୍ତୁ। ଏପରି ଆପଣ କରିବା ଦ୍ୱାରା ଆପଣଙ୍କର ଘରେ ସକାରାତ୍ମକତାର ସଞ୍ଚାର ହୋଇଥାଏ, ଯାହାଫଳରେ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ଗୁଡ଼ିକ ନିଶ୍ଚୟ ରୂପରେ ଦୂର ହୋଇଥାଏ। କାରଣ ଘରେ ଯେତେବେଳେ ନକାରାତ୍ମକ ଊର୍ଜାର ଅଧିକତା ବଢ଼ିଥାଏ, ଅର୍ଥାତ୍ ଆମର ଘରେ ସକାରାତ୍ମକ ଊର୍ଜାର କମି ହୋଇଥାଏ, ସେହି ସମୟରେ ଆପଣଙ୍କ ଗୃହରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ। ତେଣୁ ଆମେ ଯଦି ଗୃହରୁ ନକାରାତ୍ମକ ଊର୍ଜା ଗୁଡ଼ିକୁ କମ୍ କରି ସକାରାତ୍ମକ ଊର୍ଜାର ବୃଦ୍ଧି କରିବା,
ତେବେ ଆପେ ଆପେ ଆପଣଙ୍କର ଧନଜନିତ ସମସ୍ୟାଗୁଡ଼ିକ ନିଶ୍ଚୟ ରୂପରେ ଦୂର ହୋଇଯିବ। ଏହା ବ୍ୟତୀତ ଯଦି ଆପଣ ପାଣିରେ ଅଳ୍ପ କିଛି ଲୁଣ ମିଶାଇ ସ୍ନାନ କରୁଛନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ମଧ୍ୟରେ ଥିବା ନକାରାତ୍ମକ ଉର୍ଜା ମଧ୍ୟ ଦୂର ହୋଇଯାଇଥାଏ। ତେବେ ମନେ ରଖିବେ ଯେ ମୁଁ ଆପଣମାନଙ୍କୁ ମଧ୍ୟ ପୂର୍ବରୁ କହି ରଖିଛି, ଲୁଣ ମିଶ୍ରିତ ଜଳରେ ଆପଣ ଘର ପୋଛିବା ଦ୍ୱାରା ଆପଣଙ୍କ ଗୃହରୁ ନକାରାତ୍ମକ ଉର୍ଜା ଗୁଡ଼ିକ ସବୁ ଦୂର ହୋଇଯାଇଥାଏ। ମାତ୍ର ଆପଣ ରବିବାର, ମଙ୍ଗଳବାର କିମ୍ବା ଗୁରୁବାର ଦିନ ଭୁଲରେ ବି କେବେ ଲୁଣ ମିଶ୍ରିତ ଜଳରେ ଆପଣ ଘରେ ପୋଛା ଲଗାନ୍ତୁ ନାହିଁ। ଯଦି ଆପଣଙ୍କର କୌଣସି ଲମ୍ବା ସମୟ ଧରି କୌଣସି ପ୍ରକାରର ବେମାରୀ ଲାଗି ରହିଛି ଏବଂ ଆପଣ କୌଣସି ରୋଗରେ ପୀଡ଼ିତ ଅଛନ୍ତି, ରୋଗଗ୍ରସ୍ତ ଅଛନ୍ତି, ତେବେ ଆପଣ ନିଜର ମୁଣ୍ଡ ପାଖରେ ଗୋଟିଏ କାଚର ପାତ୍ରରେ ଅଳ୍ପ କିଛି ଲୁଣ ରଖନ୍ତୁ ଏବଂ ପ୍ରତ୍ୟେକ ସପ୍ତାହରେ ସେହି ଲୁଣକୁ ବଦଳାଇ ଆଉ ଥରେ ସେଥିରେ ନୂଆ ଲୁଣ ରଖିଦିଅନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବା ପାଇଁ ଲାଗିବ। ତେବେ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିଦେବେ। ତେବେ ବନ୍ଧୁଗଣ, ଆଜିର ଭିଡ଼ିଓଟିକୁ ଏଇଠି ରଖୁଛି। ପୁଣି କଥା ହେବା ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ। ଧନ୍ୟବାଦ।